ମା ଖାଇବେ ଆସୁନାହାନ୍ତି। ନା ମୁଁ ଖାଇବିନି, ଯୋଉ ତ ରୋଷେଇ କରୁଛୁ କୁକୁର ଆଗରେ ଥୋଇଲେ ବି କୁକୁର ଖାଇବନି। ସବୁବେଳେ ଏମିତି ଅଶାନ୍ତି କ'ଣ ପାଇଁ ହେଉଛନ୍ତି? କ'ଣ କହିଲୁ ସବା ଖାଇ? ଆଲୋ ଆଲୋ ତୁ କ'ଣ କହିଲୁ? ତୋର ଏତେ ବହବ, ତୁ ମୋତେ ପୁଣି କହିବୁ? ଯୋଉ ତ 9 ଭଜା 6 ତିଅଣ କରିକି ରଖୁଛୁ, ତାକୁ ତ ଖାଲି ଚାଟି ପକେଇବି ଆଉ। ମା ମୁଁ କ'ଣ କରିବି? ତମ ପୁଅ ସିନା ଘରକୁ ପରିବା ଆଣିଲେ ମୁଁ ରୋଷେଇ କରିବି, ଆଉ ତମେ ତ କହିବ ଆମର ଘରକୁ ପରିବା ପତ୍ର କିଛି ଆସିବନି, ଆଉ ରୋଷେଇ କେମିତି କରାହେବ? ତାପରେ ଆଉ ଯାହା ଆଣିବ ଆମର ପଇସା ସରିଯିବ। ସବା ଖାଇ ତୁ ଯଦି ନ ରହିପାରୁଛୁ ପଳଉନୁ, ତତେ କିଏ କହୁଛି ମୋ ଘରେ ରହିବାକୁ? ହଁ ମା ତମେ ଠିକ୍ କଥା କହିଛ। ମୁଁ ନା ଏଠି ତମ ପାଇଁ କି ତମ ପୁଅ ପାଇଁ ପଡ଼ିକି ରହିନି, ମୁଁ ଏଠି ପଡ଼ିକି ରହିଛି କେବଳ ମୋ ଛୁଆର ଭବିଷ୍ୟତ ପାଇଁ। ନହେଲେ ନା ମୁଁ କେବେଠାରୁ ଏ ଘର ଛାଡ଼ିକି ଯାଇସାରନ୍ତିନି। ଆଉ ଗୋଟେ କଥା, ଯଦି ତମ ଭଳିଆ ଶାଶୁ ସମସ୍ତଙ୍କ ଭାଗ୍ୟରେ ଜୁଟିବ ନା, ଆଉ ନ କହିଲେ ବି ଭଲ। ନିଜେ ତ ପେଟକୁ ଗଣ୍ଡାଇ ଖାଇବନି କି ଦେହକୁ ଖଣ୍ଡେ ଭଲ ପିନ୍ଧିବନି, ଆଉ କାହାକୁ ବି ଖାଇବାକୁ ଦେବନି କି ଆଉ କାହାକୁ ବି ଭଲ ଟିକେ ପିନ୍ଧେଇ ଦେବନି। ଆଉ ମୁଁ ଭଗବାନଙ୍କୁ ଡାକୁଛି ତମ ଭଳିଆ ଶାଶୁ କାହାକୁ ବି ନ ମିଳୁ।